ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆଜିର ଏହି ଅନଲାଇନ ସେବା କାର୍ଯ୍ୟରେ ପ୍ରଭୁଙ୍କ ଦାସ ଭାବରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରେ। ସ୍ୱର୍ଗର ପରମେଶ୍ୱର ପ୍ରତିଦିନ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ ଉତ୍ସାହିତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସବୁଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିଙ୍କ ଗୁଣ। ଆଜିର ପ୍ରସଙ୍ଗ ହେଲା ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିଙ୍କର ଗୁଣ ବିଷୟରେ ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କ ବାକ୍ୟ କହେ, ପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ପ୍ରିୟମାନେ, ପରମେଶ୍ୱରଙ୍କ ଭୟ ଆମ ଜୀବନରେ ରହିବା କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ପରମେଶ୍ୱରଙ୍କ ଭୟ ବିନା ଆମେ ଆମର ଆତ୍ମିକ ଜୀବନକୁ ଆମେ ସିଦ୍ଧ କରିପାରିବା ନାହିଁ, ଆମେ ସିଦ୍ଧ ପଥରେ ଗମନ କରିପାରିବା ନାହିଁ, ତାହାଙ୍କର ଆଗମନ ନିମନ୍ତେ ଆମେ ପ୍ରସ୍ତୁତ ହୋଇପାରିବା ନାହିଁ। ଜଣେ ବ୍ୟକ୍ତି ବା ଜଣେ ଛାତ୍ର ଯେତେବେଳେ ସେ ଜ୍ଞାନ ଶିଖିବା ପାଇଁ, ଶିକ୍ଷାକୁ ଅର୍ଜନ କରିବା ପାଇଁ ଯେତେବେଳେ ସ୍କୁଲରେ ଆଡମିସନ କରେ, ସେ ପ୍ରଥମରେ ABCD ଶିଖେ। ପ୍ରଥମରେ ସେ ଅ ଆ ହର୍ଷଇ ଦୀର୍ଘଇ ଏହି ସବୁ ସେ ଶିକ୍ଷା କରେ। ଆଉ ସେଇ ସବୁ ଶିଖିଲା ପରେ ସେ ଶବ୍ଦକୁ ଲେଖେ, ସେଣ୍ଟେନ୍ସକୁ ଲେଖେ, ବିଭିନ୍ନ ବହି ଗୁଡ଼ିକ ସେ ପଢ଼ିପାରେ। ଯଦି ସେ ABCD ଶିଖିବ ନାହିଁ, ତାହେଲେ କୌଣସି ଶବ୍ଦ ଲେଖିପାରିବ ନାହିଁ, କୌଣସି ସେଣ୍ଟେନ୍ସ ସେ ଲେଖିପାରିବ ନାହିଁ, କାରଣ ABCD ବିନା କିଛି କରି ହୁଏ ନାହିଁ। ଠିକ୍ ସେହିପରି ଜଣେ ଖ୍ରୀଷ୍ଟିଆନ ମାନଙ୍କର ଜ୍ଞାନର ଆରମ୍ଭ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ଜ୍ଞାନର ଆରମ୍ଭ ପରମେଶ୍ୱରଙ୍କ ଭୟ ଠାରୁ ଆରମ୍ଭ ହୁଏ। ଆଉ ପରମେଶ୍ୱରଙ୍କ ଭୟ ବିନା ଆମେ ମଧ୍ୟ କିଛି କରିପାରିବା ନାହିଁ। ଆଉ ଏହି ପରମେଶ୍ୱରଙ୍କ ଭୟ ଆମକୁ ଆମ ସାରା ଜୀବନ ଆମ ସହିତ ରହିବାର ଅଛି। ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଏହି ପ୍ରଭୁ ବିଷୟକ ଭୟ ଆମ ସହିତ ରହିବାର ଅଛି। ଯେମିତି ଜଣେ ଛାତ୍ର ABCD ପ୍ରଥମରେ ଶିଖିଲା ପରେ ତାର ଗ୍ରାଜୁଏଟ ପର୍ଯ୍ୟନ୍ତ ଜବ୍ କଲା ପରେ ଅଫିସରେ ସବୁ ସମୟରେ ଯେମିତି ABCD କାମକୁ ଆସେ, ଠିକ୍ ସେହିପରି ଆମ ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ପ୍ରଭୁ ବିଷୟକ ଭୟ ନିହାତି ସବୁ ସମୟରେ ଆମର ସହିତ ରହିବା ଆବଶ୍ୟକ ରହିଛି। ପ୍ରିୟମାନେ, ଆସନ୍ତୁ ଆଜି ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା ଯେ ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିଙ୍କର ଗୁଣ କ'ଣ। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ପଢ଼ିବେ। ଯାତ୍ରା ପୁସ୍ତକ 1 ଅଧ୍ୟାୟ 17 ପଦରେ ଗୋଟେ ବାକ୍ୟ ଲେଖାଯାଏ। 17 ପଦ ପଢ଼ିବା ପୂର୍ବରୁ ଆମେ 16 ପଦ ପଢ଼ିବା। ଲେଖାଯାଏ, ଯାତ୍ରା ପୁସ୍ତକ 1 ଅଧ୍ୟାୟ 16 ପଦ ଲେଖାଯାଏ, ଯେଉଁ ସମୟରେ ତୁମ୍ଭେମାନେ ଏବ୍ରିଆ ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ରଖିବ, ସେ ସମୟରେ ଯେବେ ପୁତ୍ର ସନ୍ତାନ ହେବ ତେବେ ତାକୁ ବଧ କରିବ, ଆଉ ଯେବେ କନ୍ୟା ହେବ ତେବେ ତାକୁ ଜୀବିତ ରଖିବ। ପ୍ରିୟମାନେ, ଏହା କିଏ କହୁଛନ୍ତି? ଫାରୋଙ୍କର ମୃତ୍ୟୁ ପରେ ମିଶର ଦେଶରେ ଇସ୍ରାଏଲ ଲୋକମାନେ ବନ୍ଦିତ୍ୱ ଅବସ୍ଥାରେ ଅଛନ୍ତି। ଫାରୋଙ୍କର ମୃତ୍ୟୁ ପରେ ଅନ୍ୟ ଜଣେ ରାଜା ଶାସନରେ ଆସୁଛନ୍ତି। ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କର ଉନ୍ନତିକୁ ଦେଖି ସେ ଉଦ୍ବିଗ୍ନ ହେଉଛନ୍ତି, ଭୟଗ୍ରସ୍ତ ହେଉଛନ୍ତି। ଆଉ ଯଦି ପଢ଼ିବେ 1 ଅଧ୍ୟାୟ ତାର 12 ପଦରେ ଆମେ ପଢ଼ୁଛୁ ଯେ ଇସ୍ରାଏଲ ଲୋକମାନଙ୍କୁ ସେ କ୍ଲେଶ ଦେଉଛନ୍ତି, ସେମାନଙ୍କୁ ବହୁତ ପରିଶ୍ରମ କରିବା ପାଇଁ ସେ ବାଧା ଦେଉଛନ୍ତି, କଷ୍ଟ ଦେଉଛନ୍ତି। ତଥାପି ଇସ୍ରାଏଲ ଲୋକମାନେ ଏମାନେ ବୃଦ୍ଧି ହେଉଛନ୍ତି, ଦିନକୁ ଦିନ ଏମାନେ ସଂଖ୍ୟାରେ ସେମାନେ ବଢ଼ୁଛନ୍ତି, ସବୁ କ୍ଷେତ୍ରରେ ସେମାନେ ଉନ୍ନତି ହେଉଛନ୍ତି। ଏହା ଦେଖି ଫାରୋଙ୍କର ମୃତ୍ୟୁ ପରେ ଯେଉଁ ରାଜା ଶାସନରେ ଥିଲେ, ସେ କ'ଣ ହୋଇଯାଉଛନ୍ତି? କ୍ରୋଧାନ୍ତରେ ପରିପୂର୍ଣ୍ଣ ହୋଇ ସେ ଗୋଟେ ନିୟମ ଆଣୁଛନ୍ତି। କ'ଣ ନିୟମ ଆଣୁଛନ୍ତି? ଯେତେବେଳେ ଏହି ଏବ୍ରିୟ ଲୋକମାନେ ବା ଇସ୍ରାଏଲ ଲୋକମାନେ ତାହାଙ୍କର ମା ବା ତାଙ୍କର କନ୍ୟାମାନେ, ତାଙ୍କର ସ୍ତ୍ରୀମାନେ ଯେତେବେଳେ ପ୍ରସବ କରିବେ, ଯଦି ସେମାନେ ପୁତ୍ର ସନ୍ତାନ ଜନ୍ମ କରୁଛନ୍ତି, ତାହେଲେ ସେମାନଙ୍କୁ କ'ଣ କରିବ? ବଧ କରିଦେବ। ଆଉ ଯଦି କନ୍ୟା ସନ୍ତାନ ଜନ୍ମଗ୍ରହଣ କରୁଛନ୍ତି, ସେମାନଙ୍କୁ ତୁମେ କ'ଣ କରିବ? ଜୀବିତ ରଖିବ। ଏହି କଥା କାହାକୁ ସେ କହୁଛନ୍ତି? ସେବିକା ମାନଙ୍କୁ, ଯେଉଁମାନେ କି ନର୍ସ ମାନେ ମେଡିକାଲରେ ରହି ଯେଉଁମାନେ ପୁତ୍ର ସନ୍ତାନ ପ୍ରସବ କରିବାରେ ଯେଉଁମାନେ ସେବା ଶୁଶ୍ରୂଷା କରୁଥିଲେ, ସେମାନଙ୍କୁ ସେ ଆଜ୍ଞା ଦେଉଛନ୍ତି। ମାତ୍ର ସେହିପରି ସମୟରେ କ'ଣ ହେଉଛି? ସେ ଧାତ୍ରୀମାନେ କ'ଣ କରୁଛନ୍ତି?
ଆପଣ 17 ପଦରେ ପଢ଼ିବେ, ମାତ୍ର ସେହି ଧାତ୍ରୀ ମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିଶ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣେ ନ କରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି, ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରଥମ ଗୁଣ ହେଲା ସେମାନେ ରାଜାଜ୍ଞାକୁ ଭୟ କରନ୍ତି ନାହିଁ, ସେମାନେ ସମାଜକୁ ଭୟ କରନ୍ତି ନାହିଁ, ସେମାନେ ମନୁଷ୍ୟମାନଙ୍କର ଆଜ୍ଞା ଠାରୁ, ମନୁଷ୍ୟମାନଙ୍କର ବିଧିବିଧାନ ଠାରୁ, ପରମ୍ପରାର ବିଧିବିଧାନ ଠାରୁ ସେମାନେ ପରମେଶ୍ୱରଙ୍କର ଆଜ୍ଞାକୁ ସେମାନେ ପ୍ରାଧାନ୍ୟ ଦିଅନ୍ତି। ପରମେଶ୍ୱରଙ୍କର ବ୍ୟବସ୍ଥାକୁ ସେମାନେ ମୁଣ୍ଡ ଉପରେ ରଖନ୍ତି। ସେମାନଙ୍କ ଜୀବନରେ ପରମେଶ୍ୱର ପ୍ରଥମ ଅଟନ୍ତି। ପ୍ରଭୁଙ୍କର ଗୌରବ ହଉ। ଏହି ସ୍ଥାନରେ ଦେଖୁଛୁ ଯେ ଏହି ଧାତ୍ରୀ ମାନେ, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ପରମେଶ୍ୱରଙ୍କୁ ଭୟ କରୁଥିବାରୁ ସେମାନେ ରାଜାଙ୍କର କଥାକୁ କ'ଣ କରୁଛନ୍ତି? ମାନୁନାହାନ୍ତି। ସେମାନେ ପ୍ରଭୁଙ୍କର କଥାକୁ ମାନୁଛନ୍ତି, ପରମେଶ୍ୱରଙ୍କର ଆଜ୍ଞାକୁ ସେମାନେ ମାନୁଛନ୍ତି। ଆଉ କ'ଣ କରୁଛନ୍ତି? ସେମାନେ ପୁତ୍ର ସନ୍ତାନକୁ ମାନଙ୍କୁ ମଧ୍ୟ ସେମାନେ ଜୀବିତ ରଖୁଛନ୍ତି, ଆଉ କନ୍ୟା ସନ୍ତାନ ମାନଙ୍କୁ ମଧ୍ୟ ଜୀବିତ ରଖୁଛନ୍ତି। କାରଣ ନରହତ୍ୟା ପାପ ଅଟେ, ଏହା ସେମାନେ ଜାଣିଛନ୍ତି। ଇସ୍ରାଏଲ ଲୋକମାନେ ପରମେଶ୍ୱରଙ୍କୁ ଭୟ କରିବା ଲୋକମାନେ ହେଇଥିବାରୁ, ଏମାନେ ପ୍ରଭୁଙ୍କୁ ଭୟ କରିବାରୁ ଏହି ନର୍ସ ମାନେ, ଏହି ଧାତ୍ରୀ ମାନେ, ସେମାନେ କ'ଣ କରୁଛନ୍ତି? ରାଜାଙ୍କର ନିୟମକୁ ସେମାନେ ମାନୁନାହାନ୍ତି। ପରମେଶ୍ୱରଙ୍କର ନିୟମକୁ ସେମାନେ କ'ଣ କରୁଛନ୍ତି? ହୃଦୟରେ ରଖୁଛନ୍ତି, ଆଉ ପରମେଶ୍ୱରଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉଛନ୍ତି। ପ୍ରଭୁଙ୍କର ଗୌରବ ହଉ। ମୁଁ ଆପଣମାନଙ୍କୁ ଆଉ ଗୋଟେ ବାକ୍ୟ ଦେଖାଇବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଆୟୁବ ପୁସ୍ତକକୁ ଆସିବେ। ଆୟୁବ ପୁସ୍ତକ 1 ଅଧ୍ୟାୟ 1 ପଦରେ ଲେଖାଯାଉଛି, ଉଷ ଦେଶରେ ଆୟୁବ ନାମକ ଏକ ବ୍ୟକ୍ତି ଥିଲା, ଆଉ ସେହି ମନୁଷ୍ୟ ସିଦ୍ଧ ଓ ସରଳ ଓ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଥିଲା। ପ୍ରଭୁଙ୍କର ଗୌରବ ହଉ। ଆମେ ଦେଖୁଛୁ ଆୟୁବ ଉଷ ଦେଶର ନମ୍ବର 1 ଧନୀ ବ୍ୟକ୍ତି ଥିଲେ। ତାହାଙ୍କର ସମ୍ପତ୍ତି ସମସ୍ତ ଲୋକଙ୍କ ଅପେକ୍ଷା ବହୁ ଗୁଣରେ ପରମେଶ୍ୱର ଆଶୀର୍ବାଦ କରିଥିଲେ। ମାତ୍ର ପରମେଶ୍ୱର ପ୍ରଥମରେ ତାଙ୍କ ସମ୍ପତ୍ତି ବିଷୟରେ ସେ ଲେଖୁନାହାନ୍ତି। ତାଙ୍କ ସୁନା କେତେ ଅଛି, ଜମି କେତେ ଅଛି, ଘର କେତେ ଅଛି, ବାଡ଼ି କେତେ ଅଛି, ତାହାଙ୍କର ଛେଳି ମେଣ୍ଢା ଗାଈ ଗୋରୁ କେତେ କ'ଣ ଅଛନ୍ତି, ଏହିସବୁ ସେ ଲେଖୁନାହାନ୍ତି। ଆୟୁବଙ୍କ ଜୀବନ ବିଷୟରେ ସେ ପ୍ରଥମରେ ଲେଖୁ। ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କ ଘରେ ଆପଣ କେତେ ଧନବାନ ଅଟନ୍ତି, ଆପଣ କେତେ ଏଜୁକେଟେଡ୍ ଅଟନ୍ତି, ଆପଣ କେଉଁ ଜବ୍ କରୁଛନ୍ତି, ବ୍ୟାଙ୍କ ବାଲାନ୍ସ କେତେ, ପରମେଶ୍ୱର ଏଇଟା ଦେଖନ୍ତି ନାହିଁ। ପ୍ରଥମରେ ଆପଣଙ୍କ ଜୀବନକୁ ଦେଖନ୍ତି। ଆପଣ କେତେ ପ୍ରଭୁଙ୍କୁ ଭୟ କରୁଛନ୍ତି, ପରମେଶ୍ୱରଙ୍କୁ ଭୟ କରି ଆପଣ କେତେ ସିଦ୍ଧ ପଦରେ ଗମନ କରୁଛନ୍ତି, ତାହାଙ୍କ ପଥରେ ଆପଣ ଚାଲୁଛନ୍ତି, ପରମେଶ୍ୱର ସେଇଟା ଦେଖନ୍ତି। ଆୟୁବଙ୍କ ଜୀବନ ବିଷୟରେ ପରମେଶ୍ୱର ପ୍ରଥମରେ ଲେଖୁଛନ୍ତି, ଆଉ କହୁଛନ୍ତି ଯେ ସେ ବ୍ୟକ୍ତି କେମିତି ବ୍ୟକ୍ତି? ସେ ସିଦ୍ଧ ସରଳ ଓ ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଥିଲା। ପ୍ରିୟମାନେ, ଦ୍ୱିତୀୟ ବିଷୟ ଦେଖୁଛୁ, ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିଙ୍କର ଗୁଣ ହେଲା ସେମାନେ କୁକ୍ରିୟାକୁ ତ୍ୟାଗ କରିଦିଅନ୍ତି, ପାପକୁ ପରିତ୍ୟାଗ କରନ୍ତି, ପାପକୁ ନାହିଁ ବୋଲି ସେମାନେ କୁହନ୍ତି। ପରମେଶ୍ୱରଙ୍କୁ ଭୟ କରିବା ବ୍ୟକ୍ତିମାନେ। ପ୍ରଭୁଙ୍କର ଗୌରବ ହଉ। ଆପଣ ଆୟୁବଙ୍କ ଜୀବନରେ ଦେଖିବେ ଯେ ଆୟୁବଙ୍କ ଜୀବନରେ ଏତେ ସବୁ ଥିବା ସତ୍ତ୍ୱେ ମଧ୍ୟ ଆୟୁବଙ୍କ ଜୀବନର ପ୍ରଥମ ବିଷୟ ପରମେଶ୍ୱର ଥିଲେ। ସେ ପରମେଶ୍ୱରଙ୍କୁ ପ୍ରାୟୋରିଟି ଦେଉଥିଲେ। ଏଠି ଦେଖାଯାଉଛି ଯେ ଆୟୁବ କୁକ୍ରିୟାକୁ ସେ କ'ଣ କଲେ? ତ୍ୟାଗ କଲେ। ଯଦି ଯୋସେଫକୁ ଦେଖିବେ, ଯୋସେଫ ବହୁତ ବଡ଼ ସୁଯୋଗ ଥିଲା ଯେ ସେ ପାପ କରିପାରିଥାନ୍ତେ। ତାଙ୍କ ପାଖରେ ମା ନଥିଲେ, ବାପା ନଥିଲେ, ତାଙ୍କ ପାଷ୍ଟର ନଥିଲେ, କେହି ମଧ୍ୟ ନଥିଲେ। ମାତ୍ର ପୋଟିଫରର ସ୍ତ୍ରୀ ସହିତ ସେ ହାତ ମିଶାଇଲେ ନାହିଁ, ତାଙ୍କ ସହିତ ସେ ପାପ କଲେ ନାହିଁ। କାହିଁକି କଲେ ନାହିଁ? କାରଣ ସେ ପରମେଶ୍ୱରଙ୍କୁ ଭୟ କରୁଥିଲେ, ସେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଉଥିଲେ। ସେଥିପାଇଁ ସେ ପାପକୁ ନାହିଁ ବୋଲି କହିଲେ। ଏହି ସ୍ଥାନ ଲେଖାଯାଏ ପ୍ରଭୁଙ୍କୁ ଭୟ କରିବା ବ୍ୟକ୍ତି କ'ଣ କରେ? କୁକ୍ରିୟାକୁ ତ୍ୟାଗ କରେ। ପ୍ରଭୁଙ୍କୁ ଭୟ କରିବାର ଅର୍ଥ ଆପଣମାନେ ମୋ ସହିତ ପଢ଼ିବେ। ତୀତ ଉପଦେଶ 8 ଅଧ୍ୟାୟ 13 ପଦରେ ଲେଖାଗଲା, ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା, ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳ ମୁଖକୁ ମୁଁ ଘୃଣା କରେ। ସେ ଘୃଣା କରେ, ପାପକୁ ସେ ଘୃଣା କରେ, ନାହିଁ ବୋଲି କୁହେ। ପାପ କରିବା ପାଇଁ ତାକୁ ଇଚ୍ଛା ହୁଏ ନାହିଁ, ପାପ ପସନ୍ଦ ଲାଗେ ନାହିଁ। ଏହି ସବୁ ଜଗତର ରଙ୍ଗରସ, ଲମ୍ପଟତା, କାମୁକତା, ବିବାଦ, ଏହି ସବୁ ବିଷୟରେ ସେ କ'ଣ ହେଇଯାଏ? ସେ ଘୃଣା କରେ, ଇଚ୍ଛା ଲାଗେ ନାହିଁ। କୁକ୍ରିୟାକୁ ସେ କ'ଣ କରେ? ତ୍ୟାଗ କରେ। ଆପଣମାନେ ମୋ ସହିତ ପଢ଼ିବେ ଯୋହନ ଲିଖିତ ସୁସମାଚାର 9 ଅଧ୍ୟାୟ 24 ଆଉ 25 ପଦ
ମୁଁ ପଢୁଛି, ଲେଖାଯାଏ, ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ ଏହା ଆମ୍ଭେମାନେ ଜାଣୁ। ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ ମୁଁ ତାହା ଜାଣେ ନାହିଁ। ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖିପାରୁଅଛି। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ଏହି ଜନ୍ମର ଅନ୍ଧକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆଖି ଦେଲେ, ସେହି ଆଖିକୁ ସେ ଫିଟାଇଲେ। ଅନ୍ଧକୁ ସେ ଆଖି ଦେବା ଦ୍ୱାରା, ସେ ଦୃଷ୍ଟିର ଶକ୍ତି ଦେବା ଦ୍ୱାରା ସମାଜରେ ଚହଳ ପଡ଼ିଛି। ଯିହୁଦୀ ଲୋକମାନେ ଏକ ହୋଇ ସେ ପରିବାରର ମା ବାପାଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରୁଛନ୍ତି। ମାତ୍ର ଆପଣ ପଢ଼ିବେ ଏହି 9 ଅଧ୍ୟାୟରେ ଯେ ତାହାଙ୍କର ପିତାମାତା, ଅର୍ଥାତ୍ ଯେଉଁ ଲୋକ ଅନ୍ଧରୁ ଦୃଷ୍ଟି ପାଇଲା, ଯେ ସୁସ୍ଥ ହେଲା, ସେହି ବ୍ୟକ୍ତିଙ୍କର ମା ବାପା ଯିହୁଦୀମାନଙ୍କୁ ଭୟ କରି, ସମାଜକୁ ଭୟ କରି ସେମାନେ ଯୀଶୁ ଯେ ସୁସ୍ଥ କରିଅଛନ୍ତି ଏହା ଜାଣିଲା ପରେ ମଧ୍ୟ ଆମେ ଜାଣିନାହୁଁ ସେ କେମିତି ସୁସ୍ଥ ହେଲା, କ'ଣ ହେଲା। ସେ ତ ବୟସ ପ୍ରାପ୍ତ, ସେ ତ ବଡ଼ ହେଲାଣି, ତାହାଙ୍କୁ ପଚାରନ୍ତୁ, ଏଇସବୁ କଥା ତାଙ୍କ ମା ବାପା କହୁଛନ୍ତି। ମାତ୍ର ଏହି ବ୍ୟକ୍ତି ସେ କ'ଣ କରୁଛନ୍ତି, ସେହି ଯିହୁଦୀ ସମାଜକୁ ସେ ଭୟ କରୁନାହାନ୍ତି, ସେ ପରମେଶ୍ୱରଙ୍କୁ ସେ ଭୟ କରୁଛନ୍ତି। ଆଉ ଯୀଶୁଖ୍ରୀଷ୍ଟଙ୍କୁ ସେ କହୁଛନ୍ତି, ଯୀଶୁଖ୍ରୀଷ୍ଟ ପାପୀ କି ସେ ଭଲ ଲୋକ କି ଖରାପ ଲୋକ ତାହା ମୁଁ ଜାଣେ ନାହିଁ। ମୁଁ ଗୋଟିଏ ବିଷୟ ଜାଣିଛି, ମୁଁ ପୂର୍ବରେ ଅନ୍ଧ ଥିଲି, ଏବେ ମୁଁ ଦେଖିପାରୁଛି, ସେ ମୋର ଆଖିକୁ ଫିଟାଇଛନ୍ତି। ପ୍ରିୟମାନେ, ପରମେଶ୍ୱରଙ୍କୁ ଭୟ କରିବା ବ୍ୟକ୍ତି ସମାଜକୁ ଭୟ କରେ ନାହିଁ। ପ୍ରଭୁଙ୍କୁ ଭୟ କରିବା ବ୍ୟକ୍ତି ଲୋକମାନଙ୍କର ଉଚ୍ଚ ନିଚ, ସେମାନଙ୍କର ପଦ ପଦବୀକୁ ସେ ଭୟ କରେ ନାହିଁ। ସେ ପ୍ରଭୁଙ୍କୁ ଆପଣା ଜୀବନରେ ସେ ପ୍ରଥମ ସ୍ଥାନ ଦିଏ। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟମାନେ, ଆମେ ଯଦି ପ୍ରଭୁଙ୍କୁ ଭୟ କରିବା, ଏ ଦୁନିଆର କୌଣସି ଶକ୍ତି ଆମକୁ ଭୟଭୀତ କରିବ ନାହିଁ। ଯେଉଁମାନେ ପ୍ରଭୁଙ୍କୁ ଭୟ କରିବେ ନାହିଁ, ଦୁନିଆର ସବୁ ଶକ୍ତି ସେମାନଙ୍କୁ ଭୟଭୀତ କରିଦେବ, ସେମାନଙ୍କୁ ବିଚଳିତ କରିଦେବ। ସେଥିପାଇଁ ଆମେ ପ୍ରଭୁଙ୍କୁ ଭୟ କରିବା। କାରଣ ମନୁଷ୍ୟମାନେ ଆମର କିଛି କରିପାରନ୍ତି ନାହିଁ, ଆମର ଶରୀରକୁ ବଦ୍ଧ କରନ୍ତି। ମାତ୍ର ପରମେଶ୍ୱର ମନୁଷ୍ୟର ଶରୀର ଆଉ ଆତ୍ମାକୁ ମଧ୍ୟ ସେ ବଦ୍ଧ କରିବାର ସାମର୍ଥ୍ୟ ଆଉ ଶକ୍ତି ତାଙ୍କ ପାଖରେ ରହିଛି। ସେଥିପାଇଁ ଆମେ କାହାକୁ ଭୟ କରିବା? ଆମେ ପ୍ରଭୁଙ୍କୁ ଭୟ କରିବା। ପ୍ରଭୁଙ୍କୁ ଭୟ କରିବାର ଅର୍ଥ କ'ଣ? ମନ୍ଦତାକୁ ଘୃଣା, ପାପକୁ ପରିତ୍ୟାଗ, ଏଇଟା ହେଉଛି ସେହି ବ୍ୟକ୍ତିଙ୍କର ଗୁଣ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। এই ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ସେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ବାପା, ପରମେଶ୍ୱରଙ୍କୁ ଭୟ କରୁଥିବା ବ୍ୟକ୍ତିଙ୍କ ଗୁଣ ବିଷୟରେ ତୁମେ ଆଜି ଆମମାନଙ୍କୁ ତୁମ ବାକ୍ୟ ଦ୍ୱାରା କଥା ହେଲ। ଧନ୍ୟବାଦ ପ୍ରଭୁ, ତୁମେ ଆମମାନଙ୍କୁ ଏହି ପ୍ରକାର ଅନୁଗ୍ରହ ଦିଅ। ତୁମକୁ ଭୟ କରି ଆମେ ସିଦ୍ଧ ହେବୁ, ସରଳ ହେବୁ, କୁକ୍ରିୟାକୁ ତ୍ୟାଗ କରିବୁ। ବାପା, ରାଜାଜ୍ଞାକୁ ଭୟ ନ କରି ଆମେ ତୁମ ବାକ୍ୟକୁ ଭୟ କରିବୁ। ଆଉ ପ୍ରଭୁ, ତୁମ ବାକ୍ୟକୁ ଆମ ଜୀବନରେ ପ୍ରଥମ ସ୍ଥାନ ଦେବୁ। ତୁମେ ଆମ ଜୀବନର କର୍ତ୍ତା ହୁଅ। ରାଜା, ତୁମ ସିଦ୍ଧ ପଥରେ ଆମମାନଙ୍କୁ କଢ଼େଇ ନେଇ ଗୌରବ ପାଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।